नमस्कार दर्शक बंधु टी20 विश्वकप ପାଇଁ ଭାରତୀୟ ଦଳ ଘୋଷଣା। ଜାଣନ୍ତୁ କେଉଁ ଖେଳାଳିକୁ ମିଳିଲା ସ୍ଥାନ। ତ କଣ ରହିଛି ସମ୍ପୂର୍ଣ୍ଣ ଖବର ଜାଣିବା ତା ପୂର୍ବରୁ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ଅଲ୍ ନୋଟିଫିକେସନକୁ ଅନ୍ କରିଦିଅନ୍ତୁ, ଯାହାଦ୍ୱାରା ଆଗକୁ ଏହିପରି ଅପଡେଟ୍ ନୋଟିଫିକେସନ ସର୍ବପ୍ରଥମେ ପାଇପାରିବେ। ଆଇସିସି ଟି20 ବିଶ୍ୱକପ୍ 2026 ପାଇଁ ଆଜି ଭାରତ କ୍ରିକେଟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟ କୁମାର ଯାଦବ ଦଳରେ ଅଧିନାୟକ ଭାବରେ ନିଯୁକ୍ତି କରାଯାଇଥିବା ବେଳେ ଅକ୍ଷର ପଟେଲଙ୍କୁ ଉପ ଅଧିନାୟକ ଭାବରେ ନିଯୁକ୍ତି କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ 7 ତାରିଖରେ ଆରମ୍ଭ ହେବ ଏବଂ ଭାରତୀୟ ଦଳର ପ୍ରଥମ ମ୍ୟାଚ୍ ଆମେରିକା ବିପକ୍ଷରେ ହେବ। ବିଶ୍ୱକପରେ ମୋଟ 20ଟି ଦଳ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କୁ 4ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତୀୟ ଦଳ ଗ୍ରୁପ ଏ ରେ ଅଛି, ଯେଉଁଥିରେ ନାମିବିଆ, ନେଦରଲ୍ୟାଣ୍ଡ, ଆମେରିକା ଏବଂ ପାକିସ୍ତାନ ଅନ୍ତର୍ଭୁକ୍ତ। ଭାରତୀୟ ଦଳର ପ୍ଲେୟାରଙ୍କ ନାମ: ସୂର୍ଯ୍ୟ କୁମାର ଯାଦବ ଅଧିନାୟକ, ଅଭିଷେକ ଶର୍ମା, ହର୍ଷିତ ରାଣା, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ତିଲକ ବର୍ମା, କୁଲଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ, ଶୁଭମ ଦୁବେ, ଅକ୍ଷର ପଟେଲ, ଇଶାନ କିଶାନ, ରିଙ୍କୁ ସିଂ, ୱାଶିଂଟନ ସୁନ୍ଦର, ଜସପ୍ରୀତ ବୁମରା।